ସୁରଭି କାର୍ଯ୍ୟକ୍ରମ 2024 ଭିଡ଼ିଓ ଅଛି ବକ୍ତୃତା ଚତୁର୍ଥରୁ ସପ୍ତମ କନିଷ୍ଠ ବର୍ଗଙ୍କ ପାଇଁ। ବନ୍ଧୁଗଣ, ଆପଣମାନେ ନୂଆ ଥିଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରିନିଅନ୍ତୁ। ଆହୁରି ଅନେକ ପ୍ରକାର ପ୍ରତିଯୋଗିତାମୂଳକ ଭିଡ଼ିଓ ପାଇବା ପାଇଁ ଏ ବକ୍ତୃତା ନିଶ୍ଚୟ ସକ୍ସେସ୍ ଆଣିଦେବ। ତେବେ ଆସନ୍ତୁ ପଢ଼ିବା, ଆପଣମାନେ ଲେଖିନେବେ। ମହାନୁଭବତାର ଏହି ମଞ୍ଚାସୀନ ପୂଜ୍ୟ ବିଚାରକ ମଣ୍ଡଳୀଙ୍କ ପାଦପଦ୍ମରେ ଶତ ଶତ ପ୍ରଣାମ। ମଞ୍ଚ ସମ୍ମୁଖରେ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଆଜିର ଏହି ବକ୍ତୃତା କାର୍ଯ୍ୟକ୍ରମରେ ମୁଁ ଆହ୍ୱାନ କରୁଛି ଓ ସ୍ୱାଗତ ଜଣାଉଛି। ମୁଁ କୁନି ପିଲାଟିଏ। ମୋ କୁନି ମସ୍ତିଷ୍କରେ କୁନି ବାର୍ତ୍ତା ନେଇ ଉଦ୍ଦିଷ୍ଟ କରାଯାଇଥିବା ପ୍ରସଙ୍ଗ ଓଡ଼ିଶାର ଲୋକକଳାର ସମୃଦ୍ଧିରେ ମୋର ଭୂମିକା ଉପରେ ବକ୍ତୃତା ରଖିବା ମୋର ଉଦ୍ଦେଶ୍ୟ। ବନ୍ଧୁଗଣ, ଏ ସମାଜ ଯାହାକୁ ମାଟିଏ କହେ ତାହାରି କୋଳରେ ଲୋଟିଯାଏ। ତା ମାଟିର ଧୂଳିକୁ ଆଣି କପାଳରେ ଚନ୍ଦନ ଟିପା କରି ବୋଳି ହୁଏ। ସେହି ମୋ ଉତ୍କଳ, ସେହି ମୋ ଓଡ଼ିଶା। ପୂର୍ଣ୍ଣ ବୈଭବମୟୀ ଏ ରାଜ୍ୟ। ଆଉ ପୁଣି ସୁହୃଦୟ ହୃଦୟ ଚନ୍ଦନ ପଦ୍ମ ବିକଶିତ ତପନ ସଦୃଶ ଜାଜୁଲ୍ୟମାନ କଳାକୀର୍ତ୍ତି କେଉଁ ଏକ ଆବର୍ତ୍ତମାନ କାଳରୁ ମହାନତାର ଅନୁଭବକୁ ବଖାଣି ଆସୁଛି। ଆଜି ମୁଁ ଗର୍ବିତ ଏଭଳି ମାଟିରେ ଜନ୍ମ ହୋଇ ନିଜକୁ ଓଡ଼ିଆଟେ କହି। ଏ ତ ଅତୀତର କଥାକୁ ବଖାଣି ଦେଲି, କିନ୍ତୁ ଏହି ଉଦ୍ଦିଷ୍ଟ ପ୍ରସଙ୍ଗ ମୁଁ ଆଜି ଛାତ୍ରୀଟିଏ, ଆସନ୍ତା କାଲି ଭବିଷ୍ୟତର ନିୟନ୍ତା। ମୋ କୁନି କୁନି ହାତର ସ୍ପର୍ଶ, ମୋ ମନ ଅନୁଭବର ଭାବନା, ମୋ କାର୍ଯ୍ୟ ଏହି ଗୌରବମୟ ଲୋକକଳାକୁ ଓଡ଼ିଶା ସମୃଦ୍ଧି ଭିତ୍ତିରେ ଆଗକୁ ଆହୁରି ଆଗକୁ ନେଇଯିବ। ଏ ଲୋକକଳା ହେଉଛି ଓଡ଼ିଶାର ସୌନ୍ଦର୍ଯ୍ୟତା, କଳା, କୀର୍ତ୍ତି, ଭାସ୍କର୍ଯ୍ୟ, ଯାହା ଆମ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରିପାରିଛି। ଆଉ ମୋର ଭୂମିକା ହେଉଛି ମନ୍ଦିର ଦେହରେ ବା ବିଭିନ୍ନ ସ୍ଥାନରେ ଉପସ୍ଥାପିତ ହୋଇ ରହିଥିବା ଚିତ୍ରକଳା ସବୁକୁ ସବୁଦିନ ସାଇତି ରଖିବା। ମୋର ଭୂମିକା ହେଉଛି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉତ୍କଳ କଳା ସମ୍ଭାରକୁ ପ୍ରକାଶ କରିବା। ହଁ ବନ୍ଧୁଗଣ, ମୋର ଭୂମିକା ହେଉଛି ଅପପ୍ରଚାରକୁ ରୋକିବା, ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଯେ ଓଡ଼ିଶାର ସୌନ୍ଦର୍ଯ୍ୟତା ଆମ ଜୀବନର ଦାୟିତ୍ୱ। ମୋର ଭୂମିକା ହେଉଛି ଏକ ଅମାନିଆ ପକ୍ଷୀ ପରି ଉଡ଼ି ଉଡ଼ି ଓଡ଼ିଶାର ସମସ୍ତ ଲୋକକଳାକୁ ସ୍ପର୍ଶ କରିବା ଓ ତା ସୁନ୍ଦରତାକୁ ଅକ୍ଷୁର୍ଣ୍ଣ ରଖିବା। ବିଭିନ୍ନ ଚିତ୍ରକଳା, ଝୋଟି ଚିତା, ମୁରୁଜ ଇତ୍ୟାଦିକୁ ବିଭିନ୍ନ ପର୍ବପର୍ବାଣୀରେ ଉପସ୍ଥାପିତ କରାଇବା ଓ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା। ଏତିକି କହି ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି। ବନ୍ଦେ ଉତ୍କଳ ଜନନୀ। ଜୟ ହିନ୍ଦ।